ପ୍ରିୟ ଆତ୍ମନ୍, ସମାଧିପାଦ ମହର୍ଷି ପତଞ୍ଜଳିଙ୍କର ଯେଉଁ ପ୍ରଥମ ଭାଗ ସମାଧିପାଦ ତାର ପ୍ରତ୍ୟେକ ସୂତ୍ର ଗୁଡ଼ିକ ଆଲୋଚନା କରି ଆମେ ଏବେ 47 ନମ୍ବର ପର୍ଯ୍ୟନ୍ତ ଯାଇଛୁ। ଆଉ ଆଜିର ଆଲୋଚନାର ବିଷୟ ହେଉଛି 48 ନମ୍ବର ସୂତ୍ରର କ'ଣ ପରିଭାଷା, ସେ ବିଷୟରେ ମୁଁ ଆଲୋଚନା କରିବି। ସଦ୍ଗୁରୁଦେବ ସିଂହମୁନିଜୀ ମହାରାଜ ମହର୍ଷି ପତଞ୍ଜଳିଙ୍କର ଯେଉଁ ପ୍ରଥମ ଭାଗ ସମାଧିପାଦ ସେଗୁଡ଼ିକ ଯେଉଁ ବିସ୍ତୃତ ଭାବେ ସେ ଆଲୋଚନା କରୁଛନ୍ତି, ସେ ଆଲୋଚନା ଗୁଡ଼ିକୁ ଆପଣମାନଙ୍କ ସମ୍ମୁଖରେ ମୁଁ ରଖିବାକୁ ଯାଉଛି। 47 ନମ୍ବର ସୂତ୍ରରେ ଥିଲା, ଯେଉଁଟାକି ଆଗରୁ ଆଲୋଚନା କରିଥିଲି, ନିର୍ବିଚାର ବୈଶାରତ୍ୟ ଅଧ୍ୟାତ୍ମ ପ୍ରସାଦ। ଅର୍ଥାତ୍ 47 ନମ୍ବର ସୂତ୍ରରେ ଥିଲା ଯେ ସାଧକ ଯେଉଁ ନିର୍ବିଚାର ସମାଧି ବାରମ୍ବାର ଲଗେଇଲେ ସାଧକର ମଧ୍ୟରେ ଏକ ପ୍ରାପ୍ତି ହେବ, ଯେଉଁଟାକି ଅଧ୍ୟାତ୍ମ ପ୍ରକୃତ ଅଧ୍ୟାତ୍ମ ଜ୍ଞାନରେ ସେ ସନ୍ତୋଷ ଲାଭ କରିବେ, ଯେଉଁଟାକି ଅଧ୍ୟାତ୍ମ ପ୍ରସାଦ, ସେଇ ଅଧ୍ୟାତ୍ମ ପ୍ରସାଦ ସେ ଲାଭ କରିବେ। ଏଇ ଯେଉଁ ଅଧ୍ୟାତ୍ମ ପ୍ରସାଦ ଅର୍ଥ ହେଉଛି ଯୋଗୀଙ୍କର ଯେଉଁ ସାଧନ ଜୀବନରେ ଯେଉଁ ଅଧ୍ୟାତ୍ମ ଜ୍ଞାନ ଯୋଗ ଜ୍ଞାନର ଯେଉଁ ସାଧନ କରି ଆସିବା ପରେ ପ୍ରକୃତ ଜ୍ଞାନର ଯେଉଁ ତାଙ୍କ ଭିତରେ ଜ୍ଞାନର ପରାକାଷ୍ଠା ଭାବରେ ଯେଉଁ ଅଧ୍ୟାତ୍ମ ଜ୍ଞାନର ଯେଉଁ ଶେଷ ସ୍ତରକୁ ସେ ପହଞ୍ଚିଥିଲେ, ଯେଉଁଟାକି ନିର୍ବିଚାର ସମାଧି। ସେ ବାରମ୍ବାର ନିର୍ବିଚାର ସମାଧିରେ ସାଧକ ମନରୁ ସାଧକର ଏମିତି ଏକ ନିର୍ମଳ ବୁଦ୍ଧି ବା ଜ୍ଞାନ ତା ଭିତରେ ପ୍ରକାଶ ପାଇବ, ଯେଉଁଟାକି 48 ନମ୍ବର ସୂତ୍ରରେ କୁହାଯାଇଛି ଯେ ତତ୍ର ଯେଉଁଟାକି ହେଉଛି ଆମର ଋତୁମ୍ଭରା ତତ୍ର ପ୍ରଜ୍ଞା। ଋତୁମ୍ଭରା ତତ୍ର ପ୍ରଜ୍ଞା, ଏଇ ଶବ୍ଦ ଗୁଡ଼ିକର ଆମେ ଅର୍ଥ ଜାଣିବା। ଋତ୍ର ଅର୍ଥ ହେଉଛି ସତ୍ୟ, ପ୍ରଜ୍ଞାର ଅର୍ଥ ହେଉଛି ଅର୍ଥାତ୍ ସତ୍ୟରେ ପରିପୂର୍ଣ୍ଣ। ପ୍ରଜ୍ଞାର ଅର୍ଥ ହେଉଛି ଜ୍ଞାନ, ସତ୍ୟ ଜ୍ଞାନର ସେ ଅଧିକାରୀ ହେବ, ଯେଉଁଟା ସାଧକର ସବୁଠାରୁ ବଡ଼ ପ୍ରାପ୍ତି। ସାଧକ ସେଇଥିରେ ଜାଣିଯିବ ଯେଉଁ ତାର ଯେଉଁ ନିର୍ମଳ ବୁଦ୍ଧି, ସତ୍ୟ ବୁଦ୍ଧି, ଯେଉଁଟା ନିର୍ମଳ ବୁଦ୍ଧି, ଆଉ ଯାହାକି ସେ ନିର୍ମଳ ବୁଦ୍ଧି ଦ୍ୱାରା ଯେଉଁଟାକି ସ୍ୱତନ୍ତ୍ର ଭାବରେ ସେ ବିଚାର କରିପାରିବେ, ନିର୍ମଳ ବୁଦ୍ଧି ଦ୍ୱାରା ସେ ସତ୍ୟକୁ ଜାଣିପାରିବେ। ପ୍ରକୃତ ସତ୍ୟ ଜ୍ଞାନ ହୋଇଗଲେ ସାଧକ ଭିତରୁ ମନରେ ତାଙ୍କ ପାଖରେ ସଂସାରର ଏଇ ଯେଉଁ ମଝବି ଅସତ୍ୟ ଜ୍ଞାନ ଗୁଡ଼ିକୁ ଅସତ୍ୟ ଜ୍ଞାନ ଗୁଡ଼ିକର ଧାରଣା ସେ ଆସିଯିବ ଯେ ଏଗୁଡ଼ିକ ହେଉଛି ଅସତ୍ୟ ଜ୍ଞାନ। ଇଏ ଜ୍ଞାନରେ ପରିପୂର୍ଣ୍ଣ ଏ ଯେଉଁ ଜ୍ଞାନ ଥାଇପାରେ, ସେ ଯେଉଁ ନିର୍ବିଚାର ବୈଶାରଥ୍ୟର ଯେଉଁଟାକି ଆପଣଙ୍କର ଯେଉଁ ଋତୁମ୍ଭରା ପ୍ରଜ୍ଞାରେ ଯେଉଁ ସତ୍ୟ ଜ୍ଞାନର ପ୍ରକାଶ ତା ମଧ୍ୟରେ ହେବ, ଏଇଭଳି ଅସତ୍ୟ ଜ୍ଞାନର ଯେଉଁ ସଂସ୍କାର ତାଙ୍କ ମନରେ ଯାହାକି ବହୁ ପୂର୍ବରୁ ଢାଙ୍କୁଡ଼ି ହୋଇଯାଇଥିଲା, ସେଗୁଡ଼ିକ ପରସ୍ପର ଦୂର ହେବ। ସେଗୁଡ଼ିକ ଆଉ ପୁନର୍ବାର ତା ଉପରେ ମାନେ ଆସିପାରିବ ନାହିଁ ବା ସେଭଳି ସ୍ଥାନ ପାଇବ ନାହିଁ। ତାର କାରଣ ଏ ଯେଉଁ ଋତୁମ୍ଭରା ପ୍ରଜ୍ଞା, ଯେଉଁ ସତ୍ୟ ଜ୍ଞାନର ଭଣ୍ଡାର, ଯେଉଁ ନିର୍ମଳ ବୁଦ୍ଧିର ଯେଉଁ ପ୍ରକାଶ ଯୁକ୍ତ ଯେଉଁ ସାଧକ ହେବେ, ତାଦ୍ୱାରା ଯେଉଁ କୁହାଗଲା ଯେ ମଝବି ଜ୍ଞାନରେ ଯେମିତି ଅଛି ଭୂତ ପ୍ରେତ ଦେବୀ ଦେବତା ଈଶ୍ୱର ଏବଂ ସାଂସାରିକ ବିଷୟ ଆଶୟ, ଯେଉଁଟା ଅସତ୍ୟ, ଯାହାର ଅସ୍ତିତ୍ୱ ନାହିଁ, ଯେଉଁଭଳି ସଂସାର ମନୁଷ୍ୟଙ୍କ ପାଖରେ ସେଇଟା ଅସ୍ତିତ୍ୱ ଭାବରେ ଛିଡ଼ା ହେଇଛି। କିଛି ମନୁଷ୍ୟ ଅଛନ୍ତି, ସେମାନେ ଯେତେ କହିଲେ ବି ମଧ୍ୟ ସେଇଟାକୁ ଆଦୌ ଭୁଲି ପାରିବେ ନାହିଁ କିମ୍ବା ଗ୍ରହଣ କରିପାରିବେ ନାହିଁ କିମ୍ବା ସ୍ୱୀକାର ବି ମଧ୍ୟ କରିବେ ନାହିଁ ଯେ ଏଗୁଡ଼ିକ ନାହିଁ ବୋଲି। ତାର କାରଣ ହେଉଛି ତାଙ୍କର ଏଇ ଯେଉଁ
ବୁଦ୍ଧିର ପ୍ରକାଶ ଘଟି ନାହିଁ, ସତ୍ୟ ବୁଦ୍ଧିର ପ୍ରକାଶ ଘଟି ନାହିଁ, ସତ୍ୟ ବୁଦ୍ଧିର ପ୍ରକାଶ ଘଟି ନାହିଁ। ଆଜି ପର୍ଯ୍ୟନ୍ତ ଲୋକଙ୍କର ମନରେ ସ୍ୱର୍ଗ ନରକ ବହିସ୍ଥ ଦୋଜାକ ଏଇଭଳି ଯେଉଁ ସବୁ କାଳ୍ପନିକ ଯେତେ ପ୍ରକାର ସବୁ ଜ୍ଞାନ ଗୁଡ଼ିକ ସବୁ ଅଛି, ଯେଉଁଗୁଡ଼ାକ ମନୁଷ୍ୟ ମନରେ ବସା ବାନ୍ଧି ରହିଛି, ସେ ବସା ସେ ଜ୍ଞାନଟିକୁ ସେ ଶୀଘ୍ର ତ୍ୟାଗ କରିପାରୁନାହିଁ। ତାର କାରଣ ଏଇ ନିର୍ମଳ ବୁଦ୍ଧିର ଅଭାବ, ସତ୍ୟ ଜ୍ଞାନର ଅଭାବ। ତ ନିର୍ବିଚାର ଯେଉଁ ବିଶାରଦ ହେଇଗଲା ପରେ, ନିର୍ବିଚାର ବିଶାରଦ ହେଇଗଲା ପରେ ଯେଉଁ ସତ୍ୟ ଜ୍ଞାନ ଯେଉଁଟାକୁ ଯେଉଁ ଋତୁମ୍ଭରା ପ୍ରଜ୍ଞା ଯେଉଁ ସାଧକ ଭିତରେ ଯେଉଁ ପ୍ରକାଶ ପାଇବ, ସେ ଋତୁମ୍ଭରା ପ୍ରଜ୍ଞା ଦ୍ୱାରା ତାଙ୍କର ପୁରୁଣା ସଂସ୍କାର ଯେତିକି, ସେ ପୁରୁଣା ସଂସ୍କାର ଗୁଡ଼ିକ ଯେଉଁଗୁଡ଼ାକ ତାଙ୍କର ଆଚ୍ଛାଦିତ କରିକି ଥିଲା, ସେଗୁଡ଼ାକ ସବୁ ଦୂର ହେଇଯିବ। ସେଗୁଡ଼ା ଚାହିଁଲେ ବି ମଧ୍ୟ ତାର ପାଖ ଧରିପାରିବ ନାହିଁ। ବା ଏ ଯେଉଁ ମଜହବୀ ଯେତେ ସିଦ୍ଧାନ୍ତ ଯେଗୁଡ଼ାକ ଅସତ୍ୟ ଆଉ ଭୁଲ, ସେଗୁଡ଼ିକ ବି ମଧ୍ୟ ତାଙ୍କୁ କିଛି କରିପାରିବନି, ନା ତାଙ୍କୁ କିଛି କରିପାରିବନି, ସେଗୁଡ଼ାକ ତାଙ୍କ ପାଖ ଛୁଇଁ ପାରିବ ନାହିଁ। ମାନେ ସେ କେଉଁଟା ଅସତ୍ୟ କେଉଁଟା ସତ୍ୟ ସେ ସାଧକ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବ। ତ ଏଇ ଯେଉଁ ତତ୍ର ଋତୁମ୍ଭରା ପ୍ରଜ୍ଞା ଅର୍ଥାତ୍ ନିର୍ବିଚାର ଯେଉଁ ବିଶାରଦ ଯେଉଁ ସ୍ଥିତି, ସେଇ ସ୍ଥିତିକୁ ଗଲେ ଋତୁମ୍ଭରା ପ୍ରଜ୍ଞାର ଯେଉଁ ଜ୍ଞାନ ଉଦୟ ହେବ ଆଉ ସାଧକ ଜ୍ଞାନ ଯୁକ୍ତ ହେବେ। ଜ୍ଞାନ ଯୁକ୍ତ ହେଲେ ତାଙ୍କ ମନରେ ଯେଉଁ ଅସତ୍ୟ ଜ୍ଞାନ, ଏ ଅସତ୍ୟ ଜ୍ଞାନ ଗୁଡ଼ିକ ଦୂର ହେବ। ତ ପ୍ରିୟ ଆତ୍ମନ, ମୁଁ ଏଇଠି ଆଉ ଗୋଟେ କଥା କହି ରଖୁଛି, ଇଏ ଯେଉଁ ସାଧନ, ଇଏ ଯେଉଁ ସିଦ୍ଧାନ୍ତ और ये जो ज्ञान मुनि समाज माध्यम साधन कथा जोटा कथा बारंबार कहुच्छी जे बारंबार सद्गुरुदेवंकर जो आत्मज्ञान युक्त पुस्तक पढ़िले स्वाध्याय करिले जो आत्मज्ञान हम जो सत्य ज्ञान से संधान पाइबे पुणी ताकू साधन आउ समाधि स्तर को जिते से जीव जोटा कि आमर शेष कहुच्छी समाधि से जोटा निर्विचार समाधि सवितर्का निर्वितर्का सविचार निर्विचार ये तो निर्विचार समाधि स्थिति को बारंबार गले साधकर मस्तिष्क जो जो बुद्धि बाहर जोटा कि निर्मल बुद्धि सत्य ज्ञानर बुद्धि से सत्य ज्ञानर बुद्धि ता भीतर उदय हो। तो मुनि समाज साधन कहार उद्देश्यटा हूँ ये साधन गुड़ाक अल्प किसी पढ़ी नेले बा जानी नेले यही ज्ञान निज भितर उदय हो पारिबो नाही। तार एक प्रकार साधन अच्छी जो साधन मुनि समाज माध्यम जो अष्टांग योग माध्यम से जो साधन दीक्षा नवाक पड़ो साधन जानिबाकू पड़ो एवं निरंतर भाव से साधन गुड़ी को बारंबार बारंबार करने को पड़ो बारंबार बारंबार साधारण साधन कले साधक मध्यरु जेते विकार जेते प्रकार असत्य ज्ञान आउ जेते प्रकार अंधविश्वास कुसंस्कार एगुड़ी सब बारंबार बारंबार दूर हम प्रत्येक दिन जो अभ्यास और वैराग्यर साधन द्वारा प्रत्येक दिन से सत्य ज्ञान निकटतर हो। तो बहुत दिन साधन पर जो सत्य ज्ञानर परिचय से जो निर्विचार समाधि पर साधक मन आसो या पूर्वर थिला अध्यात्म प्रसाद जो जो आत्मिक प्रसाद आत्मार निकटतर हैला परे जो हर्ष खुशी आनंद जेगुड़िक साधक अनुभव करि पारिबो सी जिमती लिखाई प्रसाद ए सर्वदुखानां हानिरास्य उपाजते जिमिति साधक मनरे जो हर्ष आनंद जिते आसीजिवो तांको मनरे पुणी कौन सी प्रकार दुख आ कष्ट रहिबो नाही। तो सेही भली स्थिति रे से साधक जो
ବୈଶାରଧ୍ୟର ଯେଉଁ ନିର୍ବିଚାରର ସମାଧି ପ୍ରାପ୍ତ ହେବ। ନିର୍ବିଚାର ସମାଧି ପୂର୍ବରୁ ଆଗରୁ ମଧ୍ୟ ଆଲୋଚନା ହେଇଛି, ଯେଉଁଟାକି ଆମର ସବିତର୍କାର ଯେଉଁ ସମାଧି ଲାଗୁ ଲାଗୁ ପୁଣି ବା ସବିଚାରର ସମାଧି ଲାଗୁ ଲାଗୁ ନିର୍ବିଚାର ସମାଧି ଆସିଯିବ। ନିର୍ବିଚାର ସମାଧି ଯେଉଁ ଶ୍ରେଷ୍ଠ ସମାଧି, ସେଇ ଶ୍ରେଷ୍ଠ ସମାଧିରେ ସାଧକ ଭିତରୁ ତାଙ୍କର ପ୍ରକୃତ ସତ୍ୟ ଜ୍ଞାନର ଉଦୟ ହେବ, ସତ୍ୟ ବୁଦ୍ଧି ସମ୍ପନ୍ନ ହେବ। ସତ୍ୟ ବୁଦ୍ଧି, ଯେଉଁ ବୁଦ୍ଧି ଆଗରେ କୌଣସି ମଜହବୀ ବୁଦ୍ଧି ବା ମଜହବୀ ବିଚାର ରହିପାରିବ ନାହିଁ। କାହିଁକି ନା ସତ୍ୟ ବୁଦ୍ଧି ଆଗରେ ସତ୍ୟର ବିଚାର, ସତ୍ୟ ଜିନିଷ ହିଁ ସେ ଦର୍ଶନ କରିବ। ତ ଏ ହେଉଛି ଯେଉଁ ଆଉ ଯୋଗୀ ମନରେ ଯେଉଁ ସବୁଠାରୁ ବଡ଼ ଜିନିଷ ଯେଉଁ ଗଲା ଋତୁମ୍ଭରା ତତ୍ର ପ୍ରଜ୍ଞା, ଯେଉଁ ଋତୁମ୍ଭରା ପ୍ରଜ୍ଞା ଜ୍ଞାନର ଉଦୟ ହେବ, ଅର୍ଥାତ୍ ସତ୍ୟ ଜ୍ଞାନର ଯେଉଁ ଉଦୟ ହେବ, ସେଇ ସତ୍ୟ ଜ୍ଞାନର ଉଦୟ ପାଇଁ ଯେଉଁ ସାଧନ ଦରକାର, ଯେଉଁଟାକି ମୁନି ସମାଜ ମାଧ୍ୟମରେ ଶିକ୍ଷା ଦିଆଯାଇଛି। ତ ପ୍ରିୟ ଆତ୍ମନ୍, ଇଏ ହେଉଛୁ 48 ନମ୍ବର ସୂତ୍ରର ବ୍ୟାଖ୍ୟା ଆପଣମାନଙ୍କ ସମ୍ମୁଖରେ କଲି। ଇଏ ସାଧନ ଯୋଗ୍ୟ କଥା, ଅନୁଭବର କଥା। ଆପଣମାନେ ସାଧନ କରନ୍ତୁ, ଅନୁଭବ କରନ୍ତୁ। ପ୍ରକୃତ ଯେଉଁ ସୁଖ ଶାନ୍ତି ଆନନ୍ଦର ଜ୍ଞାନ ନିଜ ଭିତରେ ଅଛି, ଆଉ ତାକୁ ହିଁ ଅନୁଭବ ଆପଣମାନେ ଯୋଗ ସାଧନ ଦ୍ୱାରା ହିଁ କରିପାରିବେ। ଏତିକିରୁ ସପ୍ରେମ ଜୟ ଜୟ।